ମୋ ନାଁ ବିଜୟ କୁମାର ଦାସ। এই যে ওষা করছেন এটা কি ওষা ହେଉଛି ବାଟ ଓଷା। ପୌଷ ମାସର ଆରମ୍ଭରେ ଦ୍ୱିତୀୟା ଥାଇ ତୃତୀୟା ତିଥିରେ ହୁଏ। ଇଏ ରାତ୍ର 2-3 ଘଡ଼ି ଠାରେ ପୂଜା ଆରମ୍ଭ ହୁଏ। ଦିନ ଯାକ ଉପବାସ ରହେ। ଆର ନୀତିକାନ୍ତି କଣ ସବୁ? ନୀତିକାନ୍ତି ବୋଲେ ଧାନ ଗୋଟେ ଗୋଡ଼ରେ ମଳିବେ, ଗୋଟେ ଗୋଡ଼ରେ କୁଟିବେ, ଚଷୁ କୁଣ୍ଡା ନେଇକିରି ବନ୍ଧରେ ପକେଇବେ। ସେଟାକୁ ପିଠାପଣା କରିବେ। ଯାହା ବଳକା ହେବ ସବୁ ବନ୍ଧରେ ପକେଇବେ। ଯଦି ଖାଇଲା ତ ଭଲ ହେଲା, ନହେଲେ ମଧ୍ୟ ବନ୍ଧରେ ନେଇ ସେ ପକେଇବେ। ଏରା ବାସିକି ରହେନି। ରାତି ଆଗା ସେ କାମ ଛିଡ଼ିବ। ଆଉ ଥରେ ମହାପ୍ରଭୁ ବିସର୍ଜନ କରି ନିଜେ ଧୁଆ ଧୋଇକିରି ଗାଧୁଆ ପାଧୁଆ କରି ଘରିକି ଆସିକିରି ଯାହା ଫଳମୂଳ ଖାଇକି ଯାହା ବଳକା ଫଳ ନେଇକିରି ବନ୍ଧରେ ପକା ହେଇଯିବ। ଯାହା ବଳକା ହେବ ତେବେ ଯେଉଁମାନେ ନବବିବାହିତା ରହିଛନ୍ତି ସେମାନଙ୍କର କ'ଣ କେମିତି ପୂଜା ରହିବ? ସେମାନେ ଆରମ୍ଭରୁ କରିବେ 5 ବର୍ଷ କି 3 ବର୍ଷ ଯିଏ ଯେ ବର୍ଷ କରି 2 ବର୍ଷ କରିପାରିଲା ସଂକଳ୍ପ କରିବେ। ସଂକଳ୍ପ କଲେ ହେବ ନା। ସେମିତି ଦଣ୍ଡ କରୁଛନ୍ତି ସଂକଳ୍ପ କିଛି ଷ୍ଟାର୍ଟ ନୂଆ ଲୁଗା ପିନ୍ଧିକିରି ସେ ନୂଆ ଲୁଗା ଆଉ ରାତିରେ ଧୋଇବେ। ବଳିଦାନ ଦୀପ ଧରିକିରି ବଜ୍ରମୂଳ ଆଡ଼େ ଝାଡ଼ି ଝାଡ଼ି ଆସନ୍ତି। ବାଟ ପହରି ଓଷା ତ ଜାଣ ବାଟ ପହରି ଆସନ୍ତି। ଘୋଡ଼ା ଘୋଡ଼େଇକିରି ବଜ୍ରମୂଳରେ ଘୋଡ଼େଇକିରି ଆସନ୍ତି। ଆଉ ଗଲାବେଳକୁ ଦୀପ ଧରିକିରି ଘୋଡ଼େଇ ବାଟ ପହରି ଯାଆନ୍ତି ଘରକୁ।